ଗତ 8 ମାର୍ଚ୍ଚ 24 ସନ୍ଧ୍ୟା ସମୟରେ ଆମେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲୁ କି ଦି ଜଣ ବ୍ୟକ୍ତି ଶାନ୍ତିପଲ୍ଲୀ ରେଲୱେ କ୍ରସିଂ ପାଖରେ କିଛି ନିଶାଦ୍ରବ୍ୟ ବିକ୍ରି କରିବା ପାଇଁ ଚେଷ୍ଟା କରୁଛନ୍ତି। ଆମେ ମଧ୍ୟ ଖବର ପାଇଥିଲୁ କି ସେମାନେ ଖୁବ ଅଧିକ ପରିମାଣର ନିଶାଦ୍ରବ୍ୟ ରଖିଛନ୍ତି ଏବଂ କିଛି ବ୍ୟକ୍ତି ତାଙ୍କଠାରୁ ଏହି ଜିନିଷ ସଂଗ୍ରହ କରିବା ପାଇଁ ଆସିପାରନ୍ତି। ସେହି ସୂତ୍ରକୁ ଆଧାର କରି ଆମେ ଆମ ଶହୀଦନଗରର ପେଟ୍ରୋଲିଂ ଟିମ୍କୁ ନିର୍ଦ୍ଦେଶ ଦେଇଥିଲୁ କି ସେ ଯେଉଁ ଖବର ଆମେ ପାଇଛୁ ତାକୁ ସେମାନେ ଭେରିଫାଏ କରିବେ ଏବଂ ପେଟ୍ରୋଲିଂ ଟିମ୍ ସେହି ଶାନ୍ତିପଲ୍ଲୀ ରେଲୱେ କ୍ରସିଂକୁ ଯାଇ ଯେଉଁ ଖବର ମିଳିଥିଲା ସେହି ଖବର ଆଧାରରେ ଦି ଜଣ ବ୍ୟକ୍ତି ରାଜକୁମାର ଆରୁଖ ଏଲିଏସ୍ ଗୀତୁ ଏବଂ ନୃସିଂହ ଚରଣ ନାୟକ ଏଲିଏସ୍ ପିଣ୍ଟୁ এই ଦି ଜଣ ବ୍ୟକ୍ତିକୁ ସେଠାରେ ସନ୍ଦେହଜନକ ସ୍ଥିତିରେ ବୁଲୁଥିବାର ପାଇଥିଲେ ଏବଂ ତାଙ୍କୁ ଡିଟେନ୍ କରି ତାଙ୍କୁ ଯେତେବେଳେ ଆମେ ତଲାସି କରିଥିଲୁ ତାଙ୍କ ପାଖରୁ ଆମେ କିଛି ଗାଞ୍ଜା ପାଇଥିଲୁ। ପରେ ଯେତେବେଳେ ଆମେ ତାକୁ ଓଜନ କରିଥିଲୁ এই ଗାଞ୍ଜାର ପରିମାଣ ପାଖାପାଖି 20 କେଜି 800 ଗ୍ରାମ ହୋଇଥିଲା ଏବଂ ତାଙ୍କୁ ମଧ୍ୟ ଆମେ ଯେତେବେଳେ ଥାନାକୁ ଆଣି ଏ ସମ୍ବନ୍ଧରେ ସଷ୍ଟେନ୍ ଇଣ୍ଟ୍ରୋଗେସନ୍ କରିଥିଲୁ ସେମାନେ ଏହି ଗାଞ୍ଜା ଆମର ସତ୍ୟପ୍ରକାଶ କାନୁନଗୋ ଏଲିଏସ୍ ଗୁଡୁ ଆମ କୋପଡ଼ି ଏରସମା ଜଗତସିଂହପୁର ବର୍ତ୍ତମାନ ସେ ଭିଏସ୍ଏସ୍ ନଗରରେ ରହୁଛନ୍ତି ଏବଂ ସୋନୁ ଦଲେଇ ଏଲିଏସ୍ ଲୁଲୁ এই ଦି ଜଣ ବ୍ୟକ୍ତିକୁ ବିକ୍ରି କରିବା ପାଇଁ ଆଣିଛନ୍ତି ବୋଲି ପ୍ରକାଶ କରିଥିଲେ। ତାଙ୍କର ସେହି ତଥ୍ୟ ଆଧାରରେ ଆମେ 4 ଜଣ ବ୍ୟକ୍ତିଙ୍କୁ ଧରିବାରେ ସକ୍ଷମ ହେଇଛୁ ଏବଂ ଏହି ଘଟଣା ସମ୍ବନ୍ଧରେ ଶହୀଦନଗର କେସ୍ ନମ୍ବର 136/24 ଅଣ୍ଡର 20B 2C ଏବଂ 29 NDPS ଆକ୍ଟରେ ଗୋଟେ କେସ୍ ରୁଜୁ ହୋଇଛି। ବର୍ତ୍ତମାନ କେସ୍ର ତଦନ୍ତ ଚାଲୁ ରହିଛି।